ओं झंकड़े तु सदा वासोमा सिंहवाहिनी सारदे ए मम कंठे निवासाय महावाक्य देवी नमोस्तुते। गल भूली की प्रभु दिबाकू पड़िब बोलिकी गल भूली की आहे गल भूली की प्रभु देवाकू पड़िब बोलिकी जगतर नाथ कालिया शांत जगतर नाथ कालिया शांत जगतर नाथ कालिया शांत जगतर नाथ कालिया शांत आउ कि दोष तुम ठारे कली की गल लिखिले कृष्णाय वासुदेवाय देवकी नंदनाय च नंद गोप कुमाराय गोविंदाय नमो नमः। दीनबंधु सर्वादु सर्वोपरि ममाराध्य मम पूज्य नीलकंदरानंद जगदानंद नंदनंदनंकर चरणार बिंदरे ए दीन अकिंचनर अनंत कोटि दंडवत झंकड़वासिनी माँ शारदार पदकंजर प्रणाम करने पर उपस्थित थिबा मोर वरेण्य संथ समाज बापा मानकर माँ मानकर युवबंधु समाजर जजमान महोदयंकर सर्वोपरि आगामी भविष्यतर वंशधर ए कुनाकुनी बालगोपाल मानकर सही परम प्रेममय कालिया ठाकुर सर्वस्मिन काले मंगलवर्धन करंतु एक कलाकार भाव रे ए पवित्र पीर दरबार उपस्थित हेबा मात्र के यो हमर एकांत काम्य एटा हमर टिक्कीरी कथा एटा हमर कालीपाल दीदी कथा नालिया टिक्का कथा ए चिड़िया टिक्का एटा को चास खेल पड़ी रह चास खेल बंद करो एथरा बस तुम बस 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 बासी पारो बस 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 अपन माने खुशी तो लक्ष्य करिवे मोर चिरपूज्य भावुक वर्गे वरेण्य संथ समाज बापा माने माँ माने मोर युवबंधु समाज पिला माने आज हूँ जजमान महोदयंकर ए पूर्व संकल्पित सत्य नारायण व्रत आउ ए परिप्रेक्षी रे पालार परंपरा को सम्मान दे पालार पूर्व सूरी मानकर पदांक अनुसरण करने पूर्वक एक दुईपाद विशिष्ट मंगलासन श्लोक जार काव्यकर्ता हेले आपण मानकर कलिजुग ठाकुर चैतन्य महाप्रभु मोर कलिजुग ठाकुर चैतन्य महाप्रभु मोर ये कलिहत मानव लगी सुंदर कईपद कथा कहले चैतन्य महाप्रभु मोर कहले कले रे कलिहत मानव जदि ए कली कलमसर उद्धार पाइबा चाहूं जदि अंतकाल प्रभुंकर दिव्य पदार बिंदु को लाभ करने को चाहूं ताहले तते जदि भजन करने को पड़े जनान करने को पड़े अर्चन बंदन मनन पूजन करने को पड़े जदि कहा पाखे मुंडिया मारिबा को पड़े ताले से होउछंती केवल जणे
ସମସ୍ତେ ବିଚାର କରିବେ ଚୈତନ୍ୟ ମହାପ୍ରଭୁ କହିଲେ କଣ କେବଳ ଜଣଙ୍କ ପାଖରେ ଶରଣ ପଶିଗଲେ ସେ ଆଜ୍ଞା ଆମକୁ ମୁକ୍ତି ଦେଇଦେବେ। କିଏ କାହିଁକି ଆପଣ ମାନଙ୍କର କବି କହିଲେ ଚରଣ ଚିହ୍ନରେ ଶରଣ ପଶିଲେ ମାଲିକ ମିଳଇ ଆସି ଆଉ ଚରଣ ଚିହ୍ନରେ ଶରଣ ପଶିଲେ ମାଲିକ ମିଳଇ ଆଉ ଛେଳି ଚରୁଥିଲା କଳ ପତର ଗଜରାଜ ପରେ ବସି ଛୋଟିଆ କଥାଟିଏ ଗାଈଆଳ ପିଲାଟିଏ ଗାଈ ଗୋରୁ ଛେଳି ମେଣ୍ଢା ନେଇକି ଜଙ୍ଗଲକୁ ଚରେଇବାକୁ ଯାଇଛି। ଆଚ୍ଛା ଜଙ୍ଗଲରେ ଚରଉ ଚରଉ ସନ୍ଧ୍ୟା ହେଇ ଆସିଲା। ଆଜ୍ଞା ଗୋଠ ଭିତରୁ ଗୋଟିଏ ଛେଳି ଗୋଠର ବାହାରକୁ ଚାଲି ଯାଇ ଅଝାଡ ଝାଡ ଜଙ୍ଗଲ ଭିତରକୁ ପଳେଇଗଲା। ଯେତେବେଳେ ସଞ୍ଜ ହେଇଗଲା ଗାଈଆଳ ପିଲାଟି ଗାଈ ଗୋଠ ଧରି ଛେଳି ମେଣ୍ଢାଙ୍କୁ ଧରି ଫେରେ ବିଚରା ସେଇ ଛେଳିଟା ଜଙ୍ଗଲ ଭିତରେ ରହିଗଲା। ରାତି ମାଡ଼ି ଆସିଲା ଛେଳି ବିଚାର କଲା କହିଲା ଆରେ ମୁଁ ତ ହଉଛି ଗୋଟେ ତୃଣଭୋଜୀ ପ୍ରାଣୀ, ଯଦି ବାଘ ସିଂହ ଏମାନଙ୍କ ହାବୁଡରେ ପଡେ ତାହେଲେ ଜୀବନଟା ମୋର ଯିବାଟା ନିଶ୍ଚିତ। ଏ କଥା ବିଚାର କରି କଣ ସେ କଲା ନା ଛେଳି ଚିନ୍ତା କଲା କହିଲା ଆରେ ହେ ଯଦି ମରିବି ତାହେଲେ କାହିଁକି ଅନ୍ୟ ଇତର ଜନ୍ତୁ ମତେ ଖାଇବେ, ମୁଁ ମରିବି ବରଂ ମୁଁ ଯାଉଛି ଗୋଟେ ନିରାପଦ ଆଶ୍ରୟ ସ୍ଥଳରେ ନିଜକୁ ଆଶ୍ରୟ ଦେବି। ଏ କଥା ବିଚାର କରି ଏକ ବିରାଟ ଗୁମ୍ଫା ନିକଟରେ ପହଞ୍ଚିଲା। ଗୁମ୍ଫା ନିକଟରେ ପହଞ୍ଚିଲା ତଳକୁ ଚାହିଁ ଦେଲା, ଦେଖିଲା ସିଂହର ପାଦ ଚିହ୍ନ ପଡିଛି। ଯେତେବେଳେ ସିଂହର ପାଦ ଚିହ୍ନ ପଡିଛି ଦେଖିଦେଲା, ବିଚାର କଲା କହିଲା ଆରେ ହେ ଆମର ଭୟ ଯୋଉଠି ସେଇଠି ରାତି ହଉଛି। ଆରେ ମୁଁ ରକ୍ଷା ପାଇବାକୁ ଆସୁଛି କିନ୍ତୁ ଦେଖିଲା ବେଳକୁ ଏ ଗୁମ୍ଫାଟା ହଉଛି ସିଂହର ଗୁମ୍ଫା। ତାହେଲେ ମୁଁ ସିନା ସିଂହର ଆହାର ହେବି, ହେଲେ ଯଦି ମରିବି ତାହେଲେ ବରଂ ସିଂହ ହାତରେ ମଲେ ମୋର ଲାଭ ଅଛି। କାହିଁକି ଆପଣ ମାନେ ରାମାୟଣରେ ଦେଖୁନାହାନ୍ତି ସେଦିନ ବାଳି ତା ଜୀବନରେ ପଣ କରିଥିଲା, କହିଲା ଆରେ ମରିବି ତ ମରିବି, ଯଦି ମରିବି କଣ ମରିବି କାହା ସାଙ୍ଗରେ ମରିବି, କହିଲା ଯଦି ମରିବି ରାମ ମାନେ ବାଳି ତା ଜୀବନରେ ପଣ କରିଥିଲା, କହିଲା ମରିବି ତ ଦିନେ ମରିବି, ଯଦି ମରିବି ରାମ ମାନେ, ଯଦି ମରିବି ରାମଙ୍କ ହାତରେ ମରିବି, ଆଉ ଯଦି ମାରିବି ତାହେଲେ ରାମଙ୍କୁ ହିଁ ମାରିବି। ଏଇ ପଣ ତାର ଥିଲା ଏବଂ ମଲା ରାମଙ୍କ ବାଣରେ। ସେଇ କଥା ଆଜି ଛେଳି ବିଚାର କଲା, କହିଲା ଜଙ୍ଗଲର ଇତର ଜନ୍ତୁ ମାନଙ୍କ ହାତରେ କାହିଁକି ଆହାର ହେବି, ଯଦି ଆହାର ହେବି ସିଂହର ଆହାର ହେବି। ଏ କଥା ବିଚାର କରି ଗୁମ୍ଫା ଭିତରେ ଯାଇକି ରହିଲା। ରାତି ବଢିଲା, ଗୁମ୍ଫା ଭିତରକୁ ଯେତେବେଳେ ସିଂହ ତା ଆଶ୍ରୟ ସ୍ଥଳକୁ ଆସିଲା, ତା ଗୁମ୍ଫା ନିକଟକୁ ଆସିଲା, ଆସିଲା ବେଳେ ଛେଳି ବିଚାର କଲା କହିଲା ମୋ ମରଣଟା ନିକଟବର୍ତ୍ତୀ ହେଇଗଲା, କହିଲା ମୋ ମୃତ୍ୟୁଟା ଆଜି ଅନିବାର୍ଯ୍ୟ, ମରିବାର ମରିବି। ହେଲେ ସାଙ୍ଗେ ସାଙ୍ଗେ ବିଚାର କଲା ଚରଣ ଚିହ୍ନରେ ଶରଣ ପଶିଲେ ଚରଣ ଚିହ୍ନରେ ଶରଣ ପଶିଲେ ମାଲିକ ମିଳଇ ଆସି ହିରେ ହୋ ମାଲିକ ମିଳଇ ଆସି କହିଲା ମୁଁ ଠିକ ଚରଣ ଚିହ୍ନରେ ଶରଣ ପଶିଛି, ଆଉ ବର୍ତ୍ତମାନ ମୋ ମାଲିକ ଆସିକି ପହଞ୍ଚିଗଲେ, ମୋ ମୃତ୍ୟୁ ନିକଟବର୍ତ୍ତୀ ହେଇଗଲା। ଏ କଥା ବିଚାର କରି ଛେଳି କଣ କଲା ନା ଯୋଡିଏ ଗୋଡ ଉପରକୁ ଟେକିଦେଲା, ଯୋଡିଏ ଗୋଡରେ ଠିଆ ହେଲା, ଶରଣ ପଶିଲା ଭଳି ଠିଆ ହେଲା। କହିଲା ହେ ପଶୁରାଜ, ହେ ମୃଗରାଜ, ମୁଁ ଆପଣଙ୍କର ପ୍ରଜା। ସିଂହକୁ କହୁଛି ଆଜି ଛେଳି, କହିଲା ହେ ପଶୁରାଜ, ହେ ମୃଗରାଜ, ମୁଁ ଆପଣଙ୍କର ହଉଛି ପ୍ରଜା। ରାତିରେ ଚରିବାକୁ ଆସିଥିଲି, ବିଚରା ମୋ ମୁନିବ ମୋ ଗାଈଆଳ ପିଲା ପଳେଇଗଲା, ମୁଁ ଅଝାଡ ଝାଡ ଜଙ୍ଗଲରେ ରହିଲି, ତେଣୁ ଚିନ୍ତା କଲି ଆଶ୍ରୟ ନେବି ତ ରାଜାଙ୍କ ପାଖରେ ଆଶ୍ରୟ ନେବି, ଆଉ କାହିଁକି କୋଉଠିକି ଯିବି, ରାଜଦ୍ୱାରରେ ପହଞ୍ଚିଲେ ମଣିଷ ନିରାପଦ ହେଇଯାଏ। ଏ କଥା କହିକି ଯେତେବେଳେ ଟେକି ଦେଲା ଗୋଡ ଦିଟା,
ସିଂହ ବିଚାର କଲା ଆରେ କହିଲା ଆରେ ହେ ଯାହା ହେଲେ ତ ମୁଁ ଜଙ୍ଗଲର ରାଜା ଏ ପଶୁ ମାନଙ୍କର ରାଜା ଯଦି ଏ ପଶୁଟା ମୋର ଶରଣ ପଶିଛି ଆଉ ବିଚରା ଦିନ ଯାକ କିଛି ଖାଇ ନଥିଲି ହଁ। ଭାବୁଥିଲି ଭଲ ଆହାରଟେ ଆସିକି ପହଞ୍ଚିଛି ହେଲେ ସିଏ ତ ମୋ ପାଖରେ ଶରଣ ନେଇଗଲା ନା ଆଉ? ଶରଣାଗତ ଦିନାର୍ଥ ପରିତ୍ରାଣ ପରାୟଣ ଶରଣ ଯିଏ ନେଇଛି ଶରଣାଗତକୁ ପରିତ୍ରାଣ କରିବା ରକ୍ଷା କରିବା ଇଏ ହଉଛି ମାନବର ଧର୍ମ ଧର୍ମ ଇଏ ହଉଛି ମାନବର ଧର୍ମ ଜଣେ ଆମ ପାଖରେ ଯଦି ହାତ ଟେକି ଦେଇଛି ତାକୁ ରକ୍ଷା କରିବାର ଦାୟିତ୍ୱ ହଉଛି ଆମର ଏ କଥା ମୁଁ କାହିଁକି କହିଲି ବିଚରା ସିଂହ ଚିନ୍ତା କଲା କହିଲା ରେ ଛେଳିଟାକୁ ମତେ ସୁରକ୍ଷା ଦେବାକୁ ପଡିବ ଡାକିଲା କଲା ଏ ଛାଗ ଆଗ ତୁ ଗୁମ୍ଫା ଭିତରେ ବସ ଆଜ୍ଞା ସାରା ରାତି ମୁଁ ତତେ ଜଗିକି ରହିବି ହଁ, ତୁ ଆରାମରେ ବିଶ୍ରାମ କର ମହାରାଜ ବିଚରା ସାରା ରାତି ଯାକ ସିଂହ ଜଗିକି ବସିଲା ଗୁମ୍ଫା ଏଇ ଛେଳି ଶୋଇଲା ଗୁମ୍ଫା ଭିତରେ ଭିତରେ ଆଉ ରାତି ପାଇଗଲା ହଁ ସିଂହ ବିଚାର କଲା ଆରେ କହିଲା ଆରେ ହେ ବିଚରା ଗୋଟେ ନିରୀହ ପଶୁଟେ ଆଉ? ଇଏ ତ ମୋ ପ୍ରଜା ସାରା ରାତି କିଛି ଖାଇନି ଆଉ ଭୟରେ ତାର ହୁଏତ ଜୀବନ ଯାଉଛି ଆସୁଛି ଆଉ ନାଇଁ ନାଇଁ ମୋ ପ୍ରଜାଟା ଯଦି ମୋ ଦୁଆରୁ ଖାଲିରେ ଫେରିଯାଏ ଆଉ ତାହେଲେ ଜଗତରେ ମତେ ନିନ୍ଦା ହବ ଯାହାର ପ୍ରମାଣ ଆପଣ ମାନଙ୍କର ପରାଶର ସଂହିତା ପରାଶର ସଂହିତାରେ ପରାଶର କହିଲେ କଲେ ଅତିଥିର ଯସ୍ୟ ଭଗ୍ନାଶ ଗୃହାତ ପ୍ରତି ନିବର୍ତ୍ତତେ ଜୀବନ ସଞ୍ଚିତାତ ପୁଣ୍ୟ କ୍ଷଣାତ ସହି ବହିରି ଭବେ ସିଂହ ବିଚାର କଲା କହିଲା ରେ ଯାହା ହେଲେ ସିଏ ହଉଛି ମୋର ଅତିଥି ସିଏ ମୋର ଗେଷ୍ଟ ଆଉ ଯଦି ଅତିଥିଟା ମୋ ଦୁଆରୁ ଖାଲିରେ ଫେରିଯାଏ ଆଉ? କିଛି ନ ଖାଇ ନ ପିକି ଯାଏ ସେ ଖାଲିରେ ଯିବନି ଯେ ସବୁତକ ପୁଣ୍ୟ ମୋର ନେଇଯିବ ଆଉ ଆପଣଙ୍କ ଦୁଆରକୁ ବାପା ଭିକାରୀଟିଏ ଯାଉଛି ଆଉ ଭିକ ମାଗୁଛି ଆପଣ ଭାବିଲେ ମୁଁ କିଛି ଦେବିନି ସେ ଫେରେଇ ଦିଅନ୍ତୁ ସେ ଫେରିକି ଯାଉ କିନ୍ତୁ ଗଲାବେଳେ ଖାଲି ହାତରେ ଯାଏନି ନା ପରାଶର କହିଲେ ଆଜୀବନ ସଞ୍ଚିତା ତ ପୁଣ୍ୟାତ ଏଇ ଆପଣଙ୍କ ପରିବାରର ଯୌତକ ପୁଣ୍ୟ ଅଛି ଜୀବନ ସାରା ଅର୍ଜନ କରିଛନ୍ତି ହଁ। ଗଲାବେଳେ ସେ ଭିକାରୀଟି ତାକୁ ନେଇଯାଏ ଯାହାର ସୁନ୍ଦର ପ୍ରମାଣ ଆପଣ ମାନଙ୍କର ଓଡିଆ ପୁଅର ପଖାଳ କଂସା ଓଡିଆ ଭାଗବତ ଜଗନ୍ନାଥ ଦାସ ହଉ। ସନ୍ଧ୍ୟା ସମୟ ହେଇଯିବ ଓଡିଆ ପୁଅ ଧୁଆ ଲୁଗାଟିଏ ପିନ୍ଧି ସଞ୍ଜବଳିତାଟିଏ ଜାଳି ଦେଇ ଯଦି ସନ୍ଧ୍ୟା ବେଳେ ଭାଗବତ ଅଧ୍ୟାୟ ନ ଆଚ୍ଛା ରାତିରେ ତାକୁ ନିଦ ହୁଏନି କି ଭୋକ ଲାଗେନି ଆଉ ସେ ଭାତ ଗୁଣ୍ଡେ ତା ପାଟିକି ଯିବନି କି ଶୋଇପାରିବ ନାହିଁ ନା ନା ସେଇଥିପାଇଁ କୁହାଯାଏ ହଁ। ଓଡିଆ ପୁଅର ପଖାଳ କଂସା ଓଡିଆ ଭାଗବତ ଜଗନ୍ନାଥ ଦାସ ଜଗନ୍ନାଥ ଦାସ କହିଲେ ଏଇ। କହିଲେ ଯାଦ୍ୱାରୁ ଅତିଥି ବାହୁଡେ ସେନାର ପ୍ରେତ ମୁଖେ ପଡେ ସେନାର ପ୍ରେତ ମୁଖେ ପଡେ ଆଉ ସେନାର ପ୍ରେତ ମୁଖେ ପଡେ ଯାଦ୍ୱାରୁ ଅତିଥି ବାହୁଡେ ସେ ନର ପ୍ରେତ ମୁଖେ ପଡେ ଚିନ୍ତା କଲା ଆଜି ସିଂହ କଲା ନାଇଁ ଡାକିଲା କଲା ଏ ଛାଗ ତୁ ସେମିତି ଯାଇପାରିବୁନି ତୁ ଖାଇବୁ ପିଇବୁ ଆରାମରେ ଯିବୁ ଯା ଏ ଅରଣ୍ୟର ଯେତେ ଗଛ ବୃକ୍ଷ ଅଛି ସବୁ କଣ ପତ୍ର ସବୁ ବୁଲିକି ଖା ମୁଁ ଜଗିଛି ତୁ ଖା ନିର୍ଭୟରେ ଖା ବିଚରା ଛେଳିଟା ଆନନ୍ଦରେ ଗଲା ସାରା ରାତି ଯାକ ଖାଇନି ଯାଇକି ଦେଖିଲା ବେଳକୁ କଅଁଳ ପତ୍ର ସବୁ ଗଛ ଉପରେ ସେ କେବଳ ଗଛ ଚାରିପଟ ବୁଲୁଛି କିନ୍ତୁ ଆହାର ଟିକେ ଖାଇପାରୁନାହିଁ ସିଂହ ଲକ୍ଷ୍ୟ କଲା ଆରେ ହେ ବିଚରା ପ୍ରଜାଟା ମୋର ବୁଲୁଛି କିନ୍ତୁ ଖାଇପାରୁନି କଣ କରିବ ସବୁତକ ତ କୋମଳ ପତ୍ର ରହିଲା ଗଛ ଉପରେ ଠିକ ସେତିକି ବେଳେ ସେଇ ବାଟେ ଗଜରାଜ ହାତୀଟିଏ ଯାଉଛି ଯାଉଛି ଆଉ ସିଂହ ଡାକିଲା କଲା ଏ ଗଜ ଆଜ୍ଞା ଏଠିକି ଆସ ହଉ ଯାଉଛି ଏଠିକି ଆସ ଯାଉଛି ଆଜ୍ଞା ସୁନ୍ଦର ତାକୁ ତୋ ପିଠି ଉପରକୁ ନେ ନେବି ସିଏ କଅଁଳ ପତ୍ର ଖାଇସାରିଲା ପରେ ତାକୁ ଏଇଠି ତୁ ଛାଡିଦବୁ ହଁ ହଉ ବିଚରା ସିଂହର ନିର୍ଦ୍ଦେଶ ଏଇ ହାତୀ ବା କେତେ ବାଟ ଯିବ ସୁଣ୍ଡରେ ଟେକି ନେଇଗଲା ଛେଳିଟାକୁ ନେଇକି ପିଠିରେ ବସେଇଲା ସେ କଅଁଳ ପତ୍ର ଖାଇଲା କବି କହିଲେ ଚରଣ ଚିହ୍ନରେ ଶରଣ ପଶିଲେ ମାଲିକ ମିଳଇ ଆସି ଛେଳି ଚରୁଥିଲା କଅଁଳ ପତ୍ର ଗଜ ରାଜ ପରେ ବସି ବାହ ଯିଏ ଯା ପାଖରେ ଶରଣ ନିଅଇ ସିଏ ତା ଉପରେ ବୋଝ ଆଉ ଯିଏ ଯା
ପାଶରେ ଶରଣ ନିଅ ସିଏ ତା ଉପରେ ବୋଝ ଗଭୀର ଜଳରେ ମୀନ ଖେଳୁଥାଏ ଭାସିଯାଏ ଗଜରାଜ। କେତେ ସୁନ୍ଦର କଥା କହିଲେ କବି, ଦେଖନ୍ତୁ କହିଲେ ଯିଏ ଯାହା ପାଖରେ ଶରଣ ନବ ସେ ତା ଉପରେ ବୋଝ ହୋଇଯିବ। ବାସ୍ତବରେ ସିଂହ ଉପରେ ବୋଝ ହୋଇଗଲା ଆଜି ଛେଳି। କାହିଁକି ନା ସେ ବୋଝକୁ ପାରି କରିବାର ଦାୟିତ୍ୱ ପଡିଲା ସିଂହର। ଯିଏ ଯା ପାଶରେ ଶରଣ ନିଅଇ ସିଏ ତା ଉପରେ ବୋଝ। କାହିଁକି ପ୍ରମାଣ ନା ଗଭୀର ଜଳରେ ମୀନ ଖେଳୁଥାଏ ଭାସିଯାଏ ଗଜରାଜ। ଦେଖିବେ ଖୁବ ଜୋରରେ ସୁଆ ହଉଛି, ଗୋଟେ ଛୋଟ ଆପଣଙ୍କର ଜିମାଣୀ କେରାଣ୍ଡିଟିଏ ପହଁରିକି ଉପରକୁ ଯାଉଛି ହେରି, କିନ୍ତୁ ହାତୀଟେ ପଡିଲେ ଭାସି ଯାଉଛି। ଚିନ୍ତା କଲେ କାହିଁକି ନା ମାଛଟି ପାଣି ଉପରେ ବୋଝ, କିନ୍ତୁ ହାତୀ ପାଣି ଉପରେ ବୋଝ ନୁହଁ, ହାତୀକି ଭସେଇ ନଉଛି। ଏକଥା ମୁଁ କାହିଁକି କହିଲି, କହିବାର ତାତ୍ପର୍ଯ୍ୟ ଆମେ ଜଣକ ପାଖରେ ଶରଣ ନେଲେ ସେ ଆମକୁ ମୁକ୍ତି ଦେବେ। ଚୈତନ୍ୟ ମହାପ୍ରଭୁ କହିଲେ, ତାହେଲେ ସେ ଜଣକ କିଏ? ଆପଣ ମାନଙ୍କ ଶ୍ରୀକୃଷ୍ଣ ଚରିତାମୃତ କାବ୍ୟରେ ଚୈତନ୍ୟ ମହାପ୍ରଭୁ କହିଲେ, କହିଲେ ସେ ଜଣକ କିଏ? କହିଲେ କୃଷ୍ଣାୟ ବାସୁଦେବ